ଆଜି ଆମେ ପଢ଼ିବା କ୍ରିଏସନ୍ ଅଫ୍ କନଷ୍ଟିଟ୍ୟୁସନ୍ ଇନ୍ ଇଣ୍ଡିଆ। ପ୍ରିଭିୟସଲି ଆମେ ପଢ଼ିଥିଲେ ହିଷ୍ଟ୍ରିକାଲ ବ୍ୟାକଗ୍ରାଉଣ୍ଡ ଅଫ୍ କନଷ୍ଟିଟ୍ୟୁସନ୍ ଅଫ୍ ଇଣ୍ଡିଆ। ଆଜି ପଢ଼ିବା କ୍ରିଏସନ୍ ଅଫ୍ କନଷ୍ଟିଟ୍ୟୁସନ୍। ବ୍ୟାକଗ୍ରାଉଣ୍ଡ ଦେଖିବାକୁ ଗଲେ କ'ଣ ଆମର 200 ବର୍ଷ ନିୟରଲି 200 ବର୍ଷ ବ୍ରିଟିଶ ମାନେ ଇଣ୍ଡିଆ ଉପରେ ରୁଲ୍ କରିଛନ୍ତି। କିନ୍ତୁ ଯଦି କହିବେ 1600ରୁ ଆସିଛନ୍ତି, ସେ କମ୍ପ୍ଲିଟଲି 1600 ମସିହାରେ ଇଣ୍ଡିଆକୁ ରୁଲ୍ କରିନଥିଲେ, ଷ୍ଟାର୍ଟିଂ କରିନଥିଲେ। ସେଥିପାଇଁ ନିୟରଲି 200 ବୋଲି କହିପାରିବା ଆମେ। ସେଥିପାଇଁ ମେନଲି ଆମର କ'ଣ ଦେଖିବା, ଲାଇକ୍ କେଉଁ ମସିହାରେ କ'ଣ ଆମର ଆସେମ୍ବଲି କେମିତି କ୍ରିଏସନ୍ ହେଉଥିଲା, କିଏ ତା ପ୍ରପୋଜାଲ୍ ଦେଇଥିଲା, ସେଇଟା ଆମେ ମେନଲି ଦେଖିବା। ଇମ୍ପୋର୍ଟାଣ୍ଟ ପଏଣ୍ଟ ଅଫ୍ ଦ ଏକ୍ଜାମ୍, ସେଥିପାଇଁ ଆମେ ଦେଖିବା ଇମ୍ପୋର୍ଟାଣ୍ଟ ପଏଣ୍ଟ। 1934 ମସିହାରେ ଆମର ଏମ୍.ଏନ୍. ରୟ ପ୍ରପୋଜ କରିଥିଲେ ଇଣ୍ଡିଆର ଗୋଟେ କନଷ୍ଟିଟ୍ୟୁସନାଲ ଆସେମ୍ବଲି ରହିବ। 1940 ମସିହାରେ ଆମର ଅଗଷ୍ଟ ଅଫର ଆସିଥିଲା, ସେଠୁ ବି କିଛି ଆସିଛି। ଅଗଷ୍ଟ ଅଫର କେବେ ଆସିଥିଲା, ସେଥିରେ କ'ଣ ହେଇଥିଲା, ପ୍ରମିସ୍ କରିଥିଲା ଦେବ କି ନାହିଁ, ସେଇଟା ବି ଗୋଟେ ଆମର ଇମ୍ପୋର୍ଟାଣ୍ଟ ପଏଣ୍ଟ। ଦେନ୍ 1946 ମସିହାରେ ଆମର ଆସିଥିଲା ଇଲେକ୍ସନ୍ କମିଶନ ଅଫ୍ କନଷ୍ଟିଟ୍ୟୁସନାଲ ଆସେମ୍ବଲି ୱେର୍ ହେଲ୍ଡ ଅଣ୍ଡର ଦ କ୍ୟାବିନେଟ୍ ମିଶନ ପ୍ଲାନ୍। ଏ 46 ମସିହାର ଯେଉଁଟା ଥିଲା, ସେଇଥିରେ ଆମର ଷ୍ଟାର୍ଟ ହେଇଥିଲା। ଦେନ୍ ଡିସେମ୍ବର 9, 1946ରେ ଆମର ସଚିଦାନନ୍ଦ ରୟ ଫାଷ୍ଟ ଜିତିଥିଲେ ମାନେ ଜିତି ନଥିଲେ, ଆମେ ତାଙ୍କୁ ଟେମ୍ପୋରାରୀ ଚେୟାରମ୍ୟାନ୍ ବନେଇଥିଲେ କନଷ୍ଟିଟ୍ୟୁସନାଲ ଆସେମ୍ବଲିର। ଦେନ୍ 11ରେ ଆମର ରାଜେନ୍ଦ୍ର ପ୍ରସାଦ ଜିତିଥିଲେ ଫାଷ୍ଟ, କହିପାରିବ 11 ଡିସେମ୍ବର 1946ରେ ସେ ଜିତିଥିଲେ, ଇଲେକ୍ଟ ହେଇଥିଲେ। ଦେନ୍ ଧୀରେ ଧୀରେ ଆମର ଷ୍ଟାର୍ଟ ହେଇଛି 29 ଅଗଷ୍ଟ 1947ରେ ଡ୍ରାଫ୍ଟିଂ କମିଟି ଆସିଥିଲା। ଆମ୍ବେଦକର ତାକୁ କରିଥିଲେ, ପ୍ରପୋଜ କରିଥିଲେ କେମିତି ଆମର କନଷ୍ଟିଟ୍ୟୁସନ୍ ବନିବ, ତା ପାଇଁ ନେଇଥିଲେ ଦିବର୍ଷ। ଏଇଠି ଲେଖିଛି ଲାଇକ୍ ଦିବର୍ଷ 11 ମାସ 18 ଦିନ ସେ ଲିଡ୍ କରିଥିଲେ ଡ୍ରାଫ୍ଟିଂ କମିଟିକୁ ଆମ୍ବେଦକର। 26 ନଭେମ୍ବର 1949ରେ ଆମର ଆଡପ୍ଟ କରିଥିଲେ ଆମର କନଷ୍ଟିଟ୍ୟୁସନକୁ। ଦେନ୍ କମ୍ପ୍ଲିଟଲି 26 ଜାନୁଆରୀ 1950ରେ ଆମେ ଆମର ତ କନଷ୍ଟିଟ୍ୟୁସନକୁ ପୁରା ଆଡପ୍ଟ କରିଥିଲେ, ଆଉ ସେଇଠୁ ଆମର ରିପବ୍ଲିକ ଡେ ଷ୍ଟାର୍ଟ ହେଇଛି, ସେଲିବ୍ରେଟ୍ କରୁଛି। ସେଥିରେ ଆମର ଯେତେବେଳେ କନଷ୍ଟିଟ୍ୟୁସନ୍ ବନିଲା, ମାନେ ବନିବା ଟାଇପ୍ର ଚାଲିଥିଲା, କେତେଜଣ ମେମ୍ବର ଥିଲେ, ଯେମିତି MP ଆମେ କହୁଛେ ଏବେ MP କଲଚର, ସେଇଟା ହେଲା କେତେଜଣ MP ଥିଲେ। ସେଇ ସମୟରେ ଆମର ଥିଲେ MP 389, ସେଥିରୁ 289 ଆମର ଇଣ୍ଡିଆ ବ୍ରିଟିଶ ଇଣ୍ଡିଆ ପ୍ରୋଭିନ୍ସ କହୁଥିଲେ। ସେଇଥିରେ ଥିଲେ 93 ପ୍ରିନ୍ସଲି ଷ୍ଟେଟ୍, ଯେଉଁଟା ଆମର ରାଜା ଦ୍ୱାରା ତ ଥିଲା, ଛୋଟ ଛୋଟ ରାଜା ଦ୍ୱାରା ଷ୍ଟାର୍ଟ ସେମାନେ ଥିଲେ। 4ଟା ଆମର କମିଶନର ପ୍ରୋଭିନ୍ସ ଥିଲେ। କମିଶନର ପ୍ରୋଭିନ୍ସ ମାନେ କ'ଣ କହିବା, ଲାଇକ୍ ଦିଲ୍ଲୀ, ସେଇଟା ଡାଇରେକ୍ଟଲି ବ୍ରିଟିଶ ଇଣ୍ଡିଆ ତ ଥିଲା ଯେଉଁଠି ସେ ରୁଲ୍ କରୁଥିଲେ, ସେଇଟା ଆମେ କହିପାରିବା। ଦେନ୍ ଏଇଟା କହିପାରିବା କିଏ ଆମ କମିଟି ଥିଲା, କିଏ ତାକୁ ହେଡ୍ କରିଥିଲେ, ଚେୟାରମ୍ୟାନ୍ ଥିଲେ। ଯେମିତିକି ଡ୍ରାଫ୍ଟିଂ କମିଟିର ଥିଲା ଆମର ଡକ୍ଟର ଆମ୍ବେଦକର ଥିଲେ ଆମର ଚେୟାରମ୍ୟାନ୍, ଇଜ୍ ଲିଜେଣ୍ଡ। ଦେନ୍ ଏଇ ଜିନିଷଟାକୁ ଆମର ଟିକେ ଭଲରେ ଦେଖିତ, ଆମର ନୋଟ୍ ବନେଇଦିଅ ଏଇ ଜିନିଷଟାକୁ। ଡ୍ରାଫ୍ଟିଂ କମିଟିର ହେଡ୍ ୟୁନିୟନ ପାୱାର କମିଟିର ଜବାହରଲାଲ ନେହେରୁ ଥିଲେ, ୟୁନିୟନ କନଷ୍ଟିଟ୍ୟୁସନ୍ କମିଟିର ଜବାହରଲାଲ ନେହେରୁ ଥିଲେ, ପ୍ରୋଭିଜନାଲ କନଷ୍ଟିଟ୍ୟୁସନ୍ କମିଟି ସର୍ଦ୍ଦାର ପଟେଲ ଥିଲେ। ଏଇଟା ମନେ ରଖିଥିବ। ଆଉ ରାଜେନ୍ଦ୍ର ପ୍ରସାଦ ଥିଲେ ରୁଲ୍ ଅଫ୍ ପ୍ରୋସିଜ୍ୟୁର କମିଟି, ଏଇଟା ଇମ୍ପୋର୍ଟାଣ୍ଟ ଥିବ, ଏଇଟା ଟିକେ ଦେଖିଥିବ। ଦେନ୍ ଆମେ ଦେଖିବା ଏଇ ଜିନିଷ ତ ହେଲା। ଦେନ୍ ଆମେ ତ କପି କରିଛେ ନା କନଷ୍ଟିଟ୍ୟୁସନକୁ, କେଉଁ ଦେଶରୁ କେଉଁ ରୁଲ୍ଟା ଆଣିଛେ ଆମ ଭଲ ପାଇଁ। ବ୍ରିଟେନରୁ ଆମେ ଆଣିଥିଲେ ପାର୍ଲାମେଣ୍ଟ ସିଷ୍ଟମ, ରୁଲ୍ ଅଫ୍ ଲ, ଏଇଟା ଇମ୍ପୋର୍ଟାଣ୍ଟ, ଏଇଟା ବି ଏକ୍ଜାମରେ ଆସେ, ତ ଏଇଟା ଟିକେ ଭଲରେ ଦେଖୁଥ। ବ୍ରିଟେନରୁ ଆସିଥିଲା ପାର୍ଲାମେଣ୍ଟ ଲ, ବ୍ରିଟେନରୁ ଆସିଥିଲେ ପାର୍ଲାମେଣ୍ଟ ଲ ସିଷ୍ଟମ। ୟୁଏସ୍ରୁ ଫଣ୍ଡାମେଣ୍ଟାଲ ରାଇଟ୍ସ ଆସିଥିଲା, ଜୁଡ଼ିସିଆରୀ ରିଭ୍ୟୁ ବି ଆସିଥିଲା। ଆଇର୍ଲାଣ୍ଡ, ଏଇଟା ବି ଇମ୍ପୋର୍ଟାଣ୍ଟଟା। ଏଇଟା ଇମ୍ପୋର୍ଟାଣ୍ଟ, ଆଇର୍ଲାଣ୍ଡ ଇମ୍ପୋର୍ଟାଣ୍ଟ। ଏଇଟା ମନେ ରଖିଥିବ। ଆଇର୍ଲାଣ୍ଡ ଡାଇରେକ୍ଟ ପ୍ରିନ୍ସିପଲ ଷ୍ଟେଟ୍ ପଲିସି। କାନାଡ଼ା, ହଁ ଚଳିବ, ଟିକେ ଦେଖିତ, ଫେଡେରେସନ୍ ୱିଥ୍ ଷ୍ଟ୍ରଙ୍ଗ ସେଣ୍ଟର।
ଦେନ୍ ହଁ ୟୁଏସ୍ଏସ୍ଆର୍ ଅଲସୋ ଇମ୍ପୋର୍ଟାଣ୍ଟ ଫଣ୍ଡାମେଣ୍ଟାଲ ଡ୍ୟୁଟି କେଉଁଠୁ ଆସିଥିଲା ୟୁଏସ୍ଏସ୍ଆର୍ରୁ ଆଣ୍ଡ 5 year ପ୍ଲାନ୍ ଅଲସୋ ଦିସ୍ ଇଜ୍ ଇମ୍ପୋର୍ଟାଣ୍ଟ ଏଇଟା ମନେ ରଖିଥାଅ ଏଇଟା ଏକ୍ଜାମ୍ର ଦୃଷ୍ଟିରୁ ଇମ୍ପୋର୍ଟାଣ୍ଟ ଅଛି। ତ ସାଇଲେଣ୍ଟ ଫିଚର୍ ହେଲେ କ'ଣ କହିବା ଲାଇକ୍ ହ୍ୱାଟ୍ସ ଲଙ୍ଗେଷ୍ଟ ରିଟେନ୍ କନଷ୍ଟିଟ୍ୟୁସନ୍ ଆମର ହେଇଥିଲା ଦେଖ କେତେ ଗୋଟେ କନଷ୍ଟିଟ୍ୟୁସନ୍ ଲେଖିବାକୁ ଆମର ଲାଗିଥିଲା 2 ବର୍ଷ 11 ମାସ 18 ଦିନ କମ୍ପ୍ଲିଟ୍ କରିବାକୁ ଗୋଟେ ଆମର କନଷ୍ଟିଟ୍ୟୁସନ୍ଟା। ତ ଏତିକି ଦିନ 2 ବର୍ଷ 11 ମାସ 18 ଦିନ ମାନେ ହ୍ୟୁଜ୍ ଟାଇମ୍ ଲାଗିଛି। ଦେନ୍ ବାସ୍ ଆଜି ପାଇଁ ଏତିକି ଦେଖିବା ଦେନ୍ ନେକ୍ସଟ ଭିଡ଼ିଓଟା ଆଣିବି ଓରିଜିନାଲ୍ ଯେଉଁଟା କନଷ୍ଟିଟ୍ୟୁସନରେ ଲେଖାଯାଇଛି ଆର୍ଟିକଲ୍ ଲାଇକ୍ ଦିସ୍ ଭିଡ଼ିଓ ଟ୍ରାଏ କରିବି ଆଣିବାକୁ।